ଅଷ୍ଟମ ଶ୍ରେଣୀ ବିଜ୍ଞାନ ବାୟୁ ଓ ଜଳ ପ୍ରଦୂଷଣ। ଆସ ଆଜି ଆମେ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର ଦେଖ, ଜଳ କିପରି ପ୍ରଦୂଷିତ ହୋଇଥାଏ ଉଦାହରଣ ସହ ଲେଖ। ତ ଲେଖିବ, ଜଳ କାରଖାନା ଯଥା କାଗଜ କଳ, ଚମଡ଼ା କାରଖାନା, ଚିନି କଳ, ତୈଳ ବିଶୋଧନାଗାର, ରାସାୟନିକ ସାର କାରଖାନା ଆଦିରୁ ନିର୍ଗତ ବର୍ଜ୍ୟବସ୍ତୁ ସିଧାସଳଖ ଜଳାଶୟରେ ମିଶି ଜଳ ପ୍ରଦୂଷଣ କରିଥାନ୍ତି। ଘରୋଇ ବ୍ୟବହୃତ ଜଳ ଯଥା ଗାଧୋଇବା, ବାସନ ମାଜିବା, ଶୌଚ ହେବା, ଲୁଗା ସଫା କରିବା ଆଦିରେ ଅଧିକ ଜଳ ଖର୍ଚ୍ଚ ହୁଏ। ଏହି ଜଳ ବ୍ୟବହାର ପରେ ଅଦରକାରୀ ଜଳରେ ପରିଣତ ହୋଇ ଜଳାଶୟରେ ମିଶି ଜଳ ପ୍ରଦୂଷଣ କରିଥାନ୍ତି। ନର୍ଦ୍ଦମା ଜଳ ଓ କେତେକ ଜୈବିକ ବର୍ଜ୍ୟବସ୍ତୁ ଜଳରେ ମିଶି ଜଳ ପ୍ରଦୂଷଣ କରିଥାନ୍ତି। ସାର ଓ କୀଟନାଶକ ଜମିରେ ବ୍ୟବହାର କଲେ ଏହା ଜଳ ସହ ମିଶି ଜଳ ପ୍ରଦୂଷଣ କରିଥାଏ। ଅମ୍ଳ ବର୍ଷା, ଧାତବ ପ୍ରଦୂଷକ, ଖଣିରୁ ନିର୍ଗତ ଅପଦ୍ରବ୍ୟ, ମୃତ୍ତିକା କ୍ଷୟ, ତାପଜ ପ୍ରଦୂଷକ ଓ ତେଜସ୍କ୍ରିୟ ପ୍ରଦୂଷକ ମଧ୍ୟ ଜଳ ପ୍ରଦୂଷଣ କରିଥାନ୍ତି। 2 ନମ୍ବର, ତୁମେ ନିଜ ତରଫରୁ ବାୟୁ ପ୍ରଦୂଷଣ କମାଇବା ପାଇଁ କିପରି ସାହାଯ୍ୟ କରିବ ଲେଖ। ତ ଘରେ ଧୂମବିହୀନ ଚୁଲାର ବ୍ୟବହାର ପାଇଁ ମାଆଙ୍କୁ କହିବି। ଆବର୍ଜନା ସବୁ ଏଣେତେଣେ ନ ପକାଇ ମାଟିରେ ପୋତି ଦେବି। ବୃକ୍ଷରୋପଣ ପ୍ରତି ଧ୍ୟାନ ଦେବି। ଲୋକମାନଙ୍କ ମନରେ ପ୍ରଦୂଷଣ ସମ୍ବନ୍ଧରେ ସଚେତନା ସୃଷ୍ଟି କରିବା ପାଇଁ ଶିକ୍ଷକଙ୍କ ସହ ଗ୍ରାମରେ ପଦଯାତ୍ରା କରି ସ୍ଲୋଗାନ ମାନ ଲେଖି ଜଣାଇବି। ଗାଡ଼ି ମଟରରେ ସୀସା ବିହୀନ ପେଟ୍ରୋଲ ଓ CNG ବ୍ୟବହାର କରିବାକୁ ପ୍ରସ୍ତାବ ଦେବି। ପ୍ଲାଷ୍ଟିକ ଜାତ ଦ୍ରବ୍ୟକୁ ନ ପୋଡ଼ି ତାହା ପୁନଃଚକ୍ରଣ କରିବା ସମ୍ପର୍କରେ ବୁଝାଇବି। 3 ନମ୍ବର, ନିର୍ମଳ ଓ ସ୍ୱଚ୍ଛ ଜଳ ସର୍ବଦା ପାନଯୋଗ୍ୟ ମତାମତ ଦିଅ। ତ ନିର୍ମଳ ଓ ସ୍ୱଚ୍ଛ ଜଳ ସର୍ବଦା ପାନଯୋଗ୍ୟ ନୁହେଁ, କାରଣ ସେଥିରେ କେତେକ ସ୍ୱଚ୍ଛ ରାସାୟନିକ ପ୍ରଦୂଷକ ମିଶିଥିବାର ସମ୍ଭାବନା ଥାଏ। କେତେକ କ୍ଷତିକାରୀ ଜୀବାଣୁ ମଧ୍ୟ ଏଥିରେ ଥାଇପାରନ୍ତି। 4 ନମ୍ବର, ମ୍ୟୁନିସିପାଲିଟିର ଜଣେ ସଦସ୍ୟ ହିସାବରେ ତୁମେ ସହରକୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ କି ପଦକ୍ଷେପ ନେବ ତାହାର ଏକ ଯୋଜନା ପ୍ରସ୍ତୁତ କର। ତ ନଦୀ, ହ୍ରଦ, ଝରଣା ଆଦି ଜଳାଶୟରୁ ଜଳ ପମ୍ପ ଦ୍ୱାରା ସଂଗ୍ରହ କରି ଏହାକୁ ଏକ ବଡ଼ କୁଣ୍ଡରେ ସ୍ଥିର ଭାବରେ ରଖିଦେବି। ଫଳରେ ଅଦ୍ରବଣୀୟ ଭାରୀ ପଦାର୍ଥ ଗୁଡ଼ିକ କୁଣ୍ଡ ତଳେ ବସିଯିବ। ଏକ ଆୟତାକାର କୁଣ୍ଡକୁ ପରିସ୍ରବଣ ଶଯ୍ୟା ରୂପେ ବ୍ୟବହାର କରି ଏହି ସିମେଣ୍ଟ କଂକ୍ରିଟ କୁଣ୍ଡରେ ତଳେ ଇଟା ସ୍ତର ଉପରେ ବାଲି ରଗଡ଼ା ସ୍ତର ପରେ ସରୁ ବାଲି ସ୍ତର ଦେଇ ପ୍ରସ୍ତୁତ କରିବି। କୁଣ୍ଡରେ ଥିବା ଜଳକୁ ପରିସ୍ରବଣ ଶଯ୍ୟାକୁ ପଠାଇବା ପାଇଁ ନଳୀମାନ ଥିବ। ପରିସ୍ରବଣ ଶଯ୍ୟାରେ ଜଳ ଛାଣି ହୋଇ ଏକ ସ୍ଥାନରେ ସଂଗୃହୀତ ହେବ। ଏହି ସଂଗୃହୀତ ଜଳରେ କ୍ଲୋରିନ୍ ବଟିକା ବା ବ୍ଲିଚିଂ ପାଉଡର ପକାଇ ବିଶୁଦ୍ଧ ଜଳ ପ୍ରସ୍ତୁତ କରିବି। ଏହି ଜଳକୁ ପାଇପ୍ ଦ୍ୱାରା ଘରମାନଙ୍କୁ ଯୋଗାଇବାର ବ୍ୟବସ୍ଥା କରିବି। 5 ନମ୍ବର, ବିଶୁଦ୍ଧ ବାୟୁ ଓ ପ୍ରଦୂଷିତ ବାୟୁ ମଧ୍ୟରେ ପାର୍ଥକ୍ୟ ଲେଖ। ତ ଲେଖିବ, ବିଶୁଦ୍ଧ ବାୟୁରେ ଲେଖିବ, ବିଶୁଦ୍ଧ ବାୟୁରେ ତାର ସଂଗଠିତ ଉପାଦାନ ଗୁଡ଼ିକ ଠିକ୍ ପରିମାଣରେ ଥାଏ। ଆଉ ପ୍ରଦୂଷିତ ବାୟୁରେ ଲେଖିବ, ପ୍ରଦୂଷିତ ବାୟୁରେ ଉପାଦାନ ଗୁଡ଼ିକର ପରିମାଣରେ ବ୍ୟତିକ୍ରମ ଦେଖାଯାଏ। ସେପରି ବିଶୁଦ୍ଧ ବାୟୁରେ ଲେଖିବ, ବିଶୁଦ୍ଧ ବାୟୁରେ ବାୟୁ ପ୍ରଦୂଷକ କଣିକା ମାନ ନଥାଏ। ଆଉ ପ୍ରଦୂଷିତ ବାୟୁରେ ଲେଖିବ, ପ୍ରଦୂଷିତ ବାୟୁରେ ବାୟୁ ପ୍ରଦୂଷକ କଣିକା ମାନ ଥାଏ। 6 ନମ୍ବର, ଅମ୍ଳ ବର୍ଷାର ପ୍ରଭାବ କିପରି ହୁଏ ବର୍ଣ୍ଣନା କର। ଏହା ପ୍ରଭାବରେ ଆମର କି କ୍ଷତି ହୋଇଥାଏ, ଆମର କି କ୍ଷତି ହୋଇଥାଏ। ତ ଲେଖିବ, ଜୀବାଶ୍ମ ଇନ୍ଧନର ଦହନରେ ସଲଫର ଡାଇଅକ୍ସାଇଡ, ନାଇଟ୍ରୋଜେନ ଅକ୍ସାଇଡ ଆଦି ସୃଷ୍ଟି ହୁଏ। ଏଗୁଡ଼ିକ ଜଳରେ ଦ୍ରବୀଭୂତ ହୋଇ ଯଥାକ୍ରମେ ସଲଫ୍ୟୁରିକ ଏସିଡ ଓ ନାଇଟ୍ରିକ ଏସିଡ ସୃଷ୍ଟି କରେ। ସଲଫ୍ୟୁରସ୍ ଏସିଡ ଓ ନାଇଟ୍ରିକ ଏସିଡ ବର୍ଷା ଜଳ ସହ ମିଶି ଅମ୍ଳ ବର୍ଷା ରୂପେ ପୃଥିବୀ ପୃଷ୍ଠରେ ପଡ଼େ। ତାପରେ ଅମ୍ଳ ବର୍ଷାର କୁପ୍ରଭାବରେ ଲେଖିବ ଯେ
ଚୂନ, ସିମେଣ୍ଟ, ମାର୍ବଲ, କୀର୍ତ୍ତିରାଜିର କ୍ଷୟ ଘଟାଏ। ଗଛର ପତ୍ର ହଳଦିଆ ପଡ଼ି ପାଚିଯାଏ। କେତେକ ଫସଲ ନଷ୍ଟ କରେ। ମାଟିର ଅମ୍ଳତ୍ୱ ବୃଦ୍ଧି କରେ, ଫଳରେ ଭଲ ଫସଲ ହୁଏ ନାହିଁ। ଜଳର ଅମ୍ଳତ୍ୱ ବୃଦ୍ଧି କରେ, ଫଳରେ କେତେକ ଜଳଜ ଜୀବ କ୍ଷତିଗ୍ରସ୍ତ ହୁଅନ୍ତି। ଜଙ୍ଗଲର ଉତ୍ପାଦନ ହ୍ରାସ କରିବା ସହ ତୃଣଭୂମିର କ୍ଷତି କରିଥାଏ। 7 ନମ୍ବର, ସବୁଜ କୋଠରୀ ପ୍ରଭାବ କ'ଣ ନିଜ ଭାଷାରେ ବର୍ଣ୍ଣନା କର। ତ ଗ୍ରୀନ୍ ହାଉସ୍ ଏକ କାଚ ବା ପ୍ଲାଷ୍ଟିକରେ ତିଆରି ଆବଦ୍ଧ କୋଠରୀ, ଯାହା ଏପରି ଭାବରେ ତିଆରି ହୋଇଥାଏ ଯେ ସେହି ଘର ମଧ୍ୟକୁ ତାପ ପ୍ରବେଶ କରିପାରେ, ମାତ୍ର ତାପ ବାହାରକୁ ଯାଇପାରେ ନାହିଁ। ଫଳରେ ଘର ଭିତର ଉଷୁମ ରହିଥାଏ। ଏହାକୁ ସବୁଜ ଘର ବା କୋଠରୀର ପ୍ରଭାବ କହନ୍ତି। ଉତ୍ତାପ ଶୋଷଣ କରିବା ଅଙ୍ଗାରକାମ୍ଳ ଗ୍ୟାସର ଏକ ବିଶେଷ ଗୁଣ। ଭୂପୃଷ୍ଠରୁ ବିକିରିତ ତାପ ଅଙ୍ଗାରକାମ୍ଳ ଦ୍ୱାରା ଶୋଷିତ ହେଲେ ବାୟୁମଣ୍ଡଳର ତାପମାତ୍ରା ବଢ଼େ। ମିଥେନ୍, ନାଇଟ୍ରସ୍ ଅକ୍ସାଇଡ୍ ଓ କ୍ଲୋରୋଫ୍ଲୋରୋକାର୍ବନ ମଧ୍ୟ ତାପ ଶୋଷଣ କରିପାରେ। ଏହା ଫଳରେ ପୃଥିବୀର ତାପମାତ୍ରା ବଢ଼େ। 8 ନମ୍ବର, ଗ୍ଲୋବାଲ ୱାର୍ମିଂ ସମ୍ବନ୍ଧରେ ଏକ ବକ୍ତବ୍ୟ ପ୍ରସ୍ତୁତ କର। ତ ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚିନ୍, ଏଇଟା ରଚନା ଭଳିଆ ଲେଖିବ। ତୁମ ଶ୍ରେଣୀରେ ଏ ସମ୍ପର୍କରେ କହିବାକୁ ପଡ଼ିବ। ତ ସମ୍ମାନୀୟ ସଭାପତି ମହୋଦୟ, ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଗଣ, ଆଜିର ଆଲୋଚ୍ୟ ବିଷୟ ଗ୍ଲୋବାଲ ୱାର୍ମିଂ ସମ୍ବନ୍ଧରେ ମୋର ବକ୍ତବ୍ୟ ଉପସ୍ଥାପିତ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ସମ୍ପ୍ରତି ବିଶ୍ୱତାପନ ସମଗ୍ର ମାନବ ଜାତି ପାଇଁ ଏକ ଆହ୍ୱାନ। ସେଥିପାଇଁ ଆମେ ଏବେଠୁ ସଚେତନ ନ ରହିଲେ ଭବିଷ୍ୟତରେ ଆଉ ସମାଧାନର ବାଟ ନଥିବ। ଅଙ୍ଗାରକାମ୍ଳ, ମିଥେନ୍, କ୍ଲୋରୋଫ୍ଲୋରୋକାର୍ବନ ଆଦି ଗ୍ୟାସର ଧର୍ମ ହେଲା ତାପ ଶୋଷଣ କରିବା। ଭୂପୃଷ୍ଠରୁ ବିକିରିତ ତାପ ଏହି ଗ୍ୟାସ ଗୁଡ଼ିକ ଶୋଷିତ ହେବା ଫଳରେ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧିପ୍ରାପ୍ତ ହୁଏ। ଯାନବାହନ ସଂଖ୍ୟା ବୃଦ୍ଧି, କଳକାରଖାନା ସଂଖ୍ୟା ବୃଦ୍ଧି, ଜଙ୍ଗଲ ଉଚ୍ଛେଦ, ଜନସଂଖ୍ୟା ବିସ୍ଫୋରଣ ଆଦି ଫଳରେ ଦିନକୁ ଦିନ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବଢ଼ି ବଢ଼ି ଚାଲିଛି। ଏହା ଫଳରେ ପୃଥିବୀର ହାରାହାରି ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ବିଶ୍ୱତାପନ କୁହାଯାଉଛି। ଅନୁମାନ କରାଯାଉଛି ଏହି ହାରରେ ଯଦି ପୃଥିବୀର ତାପମାତ୍ରା ବଢ଼େ, ତେବେ ଚଳିତ ଶତାବ୍ଦୀ ଶେଷ ବେଳକୁ ପୃଥିବୀର ହାରାହାରି ତାପମାତ୍ରା 2 ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ବଢ଼ିଯିବ। ଏହା ଭୟଙ୍କର ବିପଦର କାରଣ ହେବ। ବିଶ୍ୱତାପନ ଯୋଗୁଁ ମେରୁ ଅଞ୍ଚଳରେ ବରଫ ତରଳି ଜଳରେ ପରିଣତ ହେବ। ଏହା ଫଳରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବ। ଫଳରେ କେତେକ ଦ୍ୱୀପାଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ନିଶ୍ଚିହ୍ନ ହୋଇଯିବାର ସମ୍ଭାବନା ଅଛି। ବୃଷ୍ଟିପାତ ଓ ଜଳବାୟୁ ପ୍ରଭାବିତ ହେବା ଫଳରେ ଜଙ୍ଗଲ, କୃଷି ଓ ଉଦ୍ଭିଦ ତଥା ପ୍ରାଣୀମାନେ କ୍ଷତିଗ୍ରସ୍ତ ହେବେ। ତାପମାତ୍ରା ସହି ନ ପାରି କେତେକ ଜୀବ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବାର ସମ୍ଭାବନା ଅଛି। ଜଳବାୟୁ ପରିବର୍ତ୍ତନ ଉପରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସବୁଜ କୋଠରୀ ଗ୍ୟାସକୁ ନିୟନ୍ତ୍ରଣ କରିବା ପାଇଁ ଆମ ହାତରେ ବେଶୀ ସମୟ ନାହିଁ। ତେଣୁ ଏବେଠୁ ସାବଧାନ ହେବା ଉଚିତ। ତେଣୁ ଆମେ ବାୟୁ ପ୍ରଦୂଷଣ କମାଇବା ପାଇଁ ଚେଷ୍ଟା କରିବା ଉଚିତ। ବୃକ୍ଷରୋପଣ ଏହାର ଏକ ପ୍ରତିବିଧାନ। ଜୀବାଶ୍ମ ଜାଳେଣୀ ବଦଳରେ ସୌରଶକ୍ତି, ହାଇଡ୍ରୋଜେନ ଶକ୍ତି ଆଦି ଉପରେ ବେଶୀ ନିର୍ଭର କରିବା ଆବଶ୍ୟକ। 9 ନମ୍ବର, ତାଜମହଲ ଉପରେ କି ପ୍ରକାର କ୍ଷତିର ଆଶଙ୍କା ରହିଛି ଲେଖ। ତ ଲେଖିବ ଯେ ଅମ୍ଳବୃଷ୍ଟି ଯୋଗୁଁ ତାଜମହଲର ମାର୍ବଲ କ୍ଷୟ ହୋଇ ନଷ୍ଟ ହେବାର ଆଶଙ୍କା ରହିଛି। ମାର୍ବଲ ପଥରର ଏହି କ୍ଷତିକୁ ମାର୍ବଲ କ୍ୟାନ୍ସର କହନ୍ତି। 10 ନମ୍ବର, ଜଳରେ ପୋଷକର ମାତ୍ରା ବୃଦ୍ଧି ଜନଜୀବନମାନଙ୍କର ବଞ୍ଚିବା ଉପରେ କାହିଁକି ପ୍ରଭାବ ପକାଉଛି। ତ
ତ ଜଳରେ ପୋଷକର ମାତ୍ରା ବୃଦ୍ଧି ଫଳରେ ସେମାନେ ଅମ୍ଳଜାନ ବ୍ୟବହାର କରିବା ଦ୍ୱାରା ଜଳରେ ଅମ୍ଳଜାନ ଅଭାବ ଦେଖାଦିଏ। ଏହା ଫଳରେ ଅନ୍ୟ ଜଳଜୀବମାନେ ମରିବାର ସମ୍ଭାବନା ଥାଏ। 11 ନମ୍ବର ନିମ୍ନଲିଖିତ ଗ୍ୟାସ୍ ମଧ୍ୟରୁ କେଉଁଟି ଗ୍ରୀନ୍ ହାଉସ୍ ଗ୍ୟାସ୍ ନୁହେଁ? ତାର 4ଟି ଅପସନ୍ ଦେଇଛି। ସଠିକ ଉତ୍ତର ହେବ ନାଇଟ୍ରୋଜେନ୍। 12 ନମ୍ବର ଶୂନ୍ୟସ୍ଥାନ ପୂରଣ କର। ଫାଷ୍ଟ ଅଛି ବାୟୁରେ ଡ୍ୟାକ୍ସ% ଯବକ୍ଷାରଜାନ ଥାଏ। ତ ବାୟୁରେ 75% ବା 75% ଯବକ୍ଷାରଜାନ ଥାଏ। ସେକେଣ୍ଡରେ ଅଛି ଶ୍ୱାସଜନିତ ସମସ୍ୟାର କାରଣ ଡ୍ୟାକ୍ସ ପ୍ରଦୂଷଣ। ତ ଏହା ବାୟୁ ପ୍ରଦୂଷଣ। ଥାର୍ଡ଼ରେ ଅଛି କାର୍ବନ ମୋନୋକ୍ସାଇଡ୍ ରକ୍ତର ଡ୍ୟାକ୍ସ କ୍ଷମତା ହ୍ରାସ କରେ। ତ ରକ୍ତର ଅମ୍ଳଜାନ ବହନ କ୍ଷମତାକୁ ହ୍ରାସ କରେ। ଫୋର୍ଥରେ ଅଛି କୁହୁଡ଼ି ଓ ଧୂଆଁ ମିଶି ଡ୍ୟାକ୍ସ ସୃଷ୍ଟି କରନ୍ତି। ତ ସେମାନେ ସ୍ମଗ୍ ସୃଷ୍ଟି କରନ୍ତି। ଫିଫ୍ଥରେ ଅଛି ଓଜୋନ ସ୍ତର ଡ୍ୟାକ୍ସ ରଶ୍ମିକୁ ଶୋଷି ନିଏ। ତ ଅତି ବାଇଗଣୀ ବା ଅଲ୍ଟ୍ରାଭାୟୋଲେଟ୍ ରେକୁ ଶୋଷି ନିଏ। ସିକ୍ସରେ ଅଛି ଗଙ୍ଗାର ପ୍ରଦୂଷଣ ଡ୍ୟାକ୍ସଠାରେ ବେଶୀ ହେଉଛି। ତ କାନପୁର ଠାରେ ବେଶୀ ହୋଇଛି। 13 ନମ୍ବର ପ୍ରଥମ ଶବ୍ଦଦ୍ୱୟର ସମ୍ପର୍କକୁ ଦେଖି ତୃତୀୟ ଶବ୍ଦର ସମ୍ପର୍କିତ ଶବ୍ଦଟିକୁ ଶୂନ୍ୟ ସ୍ଥାନରେ ଲେଖ। ଯେପରିକି ଫାଷ୍ଟରେ ଅଛି ସଲଫର ଡାଇଅକ୍ସାଇଡ୍ ଗନ୍ଧକାମ୍ଳ, ସେହିପରି ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଯବକ୍ଷାର ଆମ୍ଳ। ସେକେଣ୍ଡରେ ଅଛି ଅମ୍ଳ ବର୍ଷା ମାର୍ବଲ କ୍ୟାନ୍ସର, ଓଜୋନ କ୍ଷୟ ସେଇଟା ହେବ ଚର୍ମ କ୍ୟାନ୍ସର। ଥାର୍ଡ଼ରେ ଅଛି ଅଙ୍ଗାରକାମ୍ଳ ଯାନବାହନ, CFC ଫ୍ରିଜ୍ ବା AC। ଫୋର୍ଥରେ ଅଛି କୋଇଲା ଜୀବାଶ୍ମ ଇନ୍ଧନ, CNG ପେଟ୍ରୋଲିୟମ ଗ୍ୟାସ୍। ଧୂଳିକଣା ବାୟୁ ପ୍ରଦୂଷଣ ଆଉ ମଳ ଜଳ ପ୍ରଦୂଷଣ। ଏହିପରି ଭାବରେ ସବୁ ପ୍ରଶ୍ନର ଉତ୍ତର ଲେଖିବ। ଧନ୍ୟବାଦ।